ସମସ୍ତଙ୍କୁ ହାପି ନ୍ୟୁ ଇୟର। ତ 2025 ତ ସରିଗଲା, ଆସୁଛି ଏବେ 2026। 2025ରେ ବହୁତ ଜଣଙ୍କ ଲାଇଫରେ କିଛି ଦୁଃଖ ଆସିଛି, କିଛି ଜଣଙ୍କ ଲାଇଫରେ କିଛି ଖୁସି ବି ଆସିଛି। କିନ୍ତୁ ମୋ ଲାଇଫରେ ଦୁଃଖ ବି ଆସିଛି ଆଉ ଖୁସି ବି ଆସିଛି। ଆଉ କିଛି ବହୁରୂପୀ ମଣିଷ ଯେମିତିକି ଆଗରେ ବହୁତ ଭଲ ଭଲ କଥା କହନ୍ତି, ପଛରେ ଛୁରୀ ମାରନ୍ତି, ସେମିତି ଲୋକଙ୍କୁ ବି ମୋତେ ଚିହ୍ନେଇ ଦେଇଛନ୍ତି। ଆପଣଙ୍କ ଲାଇଫରେ ବେଶୀ ଖୁସି ଆସିଛି ନା ବେଶୀ ଦୁଃଖ ଆସିଛି? ମୋତେ ଯେମିତି ହେଲେ ବି ଜଣାଇବେ। ମୋ ଲାଇଫରେ ସବୁଠୁ ବେଶୀ ଖୁସି ଆସିଛି 2025ରେ। ଆମର ଯେମିତି ଆମ ସମସ୍ତଙ୍କର ଗୋଟେ ଇଚ୍ଛା ଥିଲା କି ଗୋଟେ ସପ୍ ଖୋଲିବା ପାଇଁ, ସେମିତି ଆସିକା ଫ୍ୟାସନ୍ ନାଁରେ ଗୋଟେ ସପ୍ ଓପନ୍ କଲୁ। ଆଉ ଦୁଃଖ ତ ବହୁତ କିଛି ଆସିଛି। ଆଉ ଆଜି 2026 ନୂଆ ବର୍ଷରେ ଯେମିତି ମୋର ସବୁଠୁ ପ୍ରିୟ ମଣିଷ ତାଙ୍କର ବର୍ଥଡେ ଆସୁଛି, ତ ମୁଁ ଭାବିଲି ଏଥର ତାଙ୍କୁ ଗୋଟେ ସ୍ପେଶାଲ ଗିଫ୍ଟ ଦେବି। ତ ବହୁତ ଦିନର ତାଙ୍କର ଇଚ୍ଛା ଥିଲା କି ଗୋଟେ ଆଇଫୋନ୍ ୱାଚ୍ ଆଣିବା ପାଇଁ, କିନ୍ତୁ କିଛି ଏମିତି ପ୍ରୋବ୍ଲେମ୍ ପାଇଁ ଆଣିପାରୁନଥିଲେ, କିନ୍ତୁ ମୁଁ ତାଙ୍କୁ ସରପ୍ରାଇଜ୍ ଦେଇଦେଲି। ଆଉ ବଟ୍ କିଛି କିଛି ଲୋକ ଅଛନ୍ତି ତାଙ୍କୁ ଫ୍ୟାମିଲି ସହିତ ସେଲିବ୍ରେଟ୍ ନ କରି ନିଜେ ନିଜେ ସେଲିବ୍ରେଟ୍ କରିବାକୁ ଭଲ ଲାଗେ। କିନ୍ତୁ ମୋତେ ନା ଏମିତି ଛୋଟ ଛୋଟ ଖୁସି ସବୁ ଫ୍ୟାମିଲିମାନଙ୍କ ସହିତ ସେଲିବ୍ରେଟ୍ କରିବା ପାଇଁ, ଖାସ୍ କରି ମୋ ଛୁଆମାନଙ୍କ ସହିତ ସେଲିବ୍ରେଟ୍ କରିବା ପାଇଁ ମୋତେ ବହୁତ ହି ଭଲ ଲାଗେ। ତ ବହୁତ ହି ମଜାମସ୍ତି କଲୁ। ଆଉ 2026ରେ ସମସ୍ତଙ୍କ ଲାଇଫରେ ବହୁତ ସାରା ଖୁସି ପଳେଇ ଆସୁ। ଆଉ ମୋ ବାବାଙ୍କୁ ଏତିକି ଲାଇଫ୍‌ର ସବୁଠୁ ଡାକୁଛି ବଡ଼ ଜିତ ଯାହାର ହଉଛି ଯାହା ନିଜ ସ୍ୱପ୍ନ ଛୁଆମାନଙ୍କୁ। ଅଛି ମୋ ଲାଇଫ୍‌ର ସବୁ କିଛି ପୂରଣ ଦରକାର ନାହିଁ, ମୁଁ ହେଇଯାଉ। ଛୁଆମାନଙ୍କୁ ଏତେ ଆଉ ପସନ୍ଦ କଲିଣି ମୋ ମୋ ଲାଇଫ୍ ସ୍ୱପ୍ନ ପାଇଁ ବି ଏତେ ବଡ଼ ଯେମିତି ଆମ ବଡ଼ ଗିଫ୍ଟ ସ୍ୱାମୀ ସ୍ତ୍ରୀଙ୍କ ତ ସ୍ୱପ୍ନ ବି ମିଳିବନି କି? ଯାହା ବି ଅଛି ସବୁ ବି ପୂରଣ